ତାହେଲେ ଆମେ କାହିଁକି ଏତେ ଗର୍ବ ଅହଙ୍କାର ରାଗ କ୍ରୋଧ ଭିତରେ ବଞ୍ଚିବା? ତେଣୁ ଆମକୁ ବଞ୍ଚିବାକୁ ହେଲେ ସରଳ ମନା ହେବାକୁ ପଡ଼ିବ। ଆମେ ଜଟିଳ ମନା ହେବାନି। ଆଉ ସବୁବେଳେ ମନକୁ ଆମେ ଗୋଟେ ଭଲ କାମରେ ଆମେ ଲଗାଉଥିବା। ଯେ ମନକୁ ପ୍ରତି ମୁହୂର୍ତ୍ତରେ ଭଲ କାମରେ ଲଗାଏ ତାହେଲେ ସେ ଜୀବନଟା ତାର ସାର୍ଥକ ହୁଏ, ଆଉ ତାର ମଣିଷର ମଣିଷତ୍ୱଟା ପ୍ରାପ୍ତ ହେଇଥାଏ। ଯଦି ଆମେ ମନକୁ ଅକାର୍ଯ୍ୟରେ ଲଗେଇବା, କାହା ହିଂସା, କାହା ରାଗ, କାହା କ୍ରୋଧ, କିଏ ବେଶୀ ନେଇଗଲା, କିଏ ଖାଇଗଲା, କିଏ ଦେଲା ନେଇ, ଯଦି ଏହି ପ୍ରକାର ଭାବନା ଆମେ କରିବା ନା, ତାହେଲେ ଆମ ଭିତରେ ରାଗ କ୍ରୋଧ ହିଂସା ତ ତିଆରି ହବ, କିନ୍ତୁ ଆମେ ରୋଗରେ ସମସ୍ତେ ସଢ଼ିବା, ବହୁ କଷ୍ଟ ପାଇବା, ବହୁ ଦୁଃଖ ପାଇବା। ଯଦି ଆମେ ଆଜି ଦୁଃଖ ପାଇଛନ୍ତି ତାହେଲେ କେବଳ ସେଇ ରାଗ କ୍ରୋଧ ହିଂସା କରିକି ଆଉ ନିଜକୁ ନ ଜାଣିକି। ମଣିଷ ନିଜକୁ ଜାଣିବା ନିହାତି ଦରକାର। ଆଉ ଆମେ ନିଜକୁ ନିଜ ଭିତରେ ଆମେ ପୂରେଇକି ରଖିବା ନିହାତି ଦରକାର। ତେଣୁ କେମିତି ହେବାକୁ ପଡ଼ିବ? ଆମକୁ କଚିମ ଭଳିଆ ହେବାକୁ ପଡ଼ିବ। କଚିମ କ'ଣ କରେ? କଚିମ ତା ଖୋଳପା ଭିତରେ ସେ ଥାଏ, ଆବଶ୍ୟକ ବେଳେ ସେ ଚାଲିକି ତା ଷଣ୍ଡାକୁ ବାହାରୁ କାଢ଼ିଥାଏ। କିନ୍ତୁ ଯଦି କେତେବେଳେ କାହାରି ଆଘାତ ପାଇଲା, ସାଙ୍ଗେ ସାଙ୍ଗେ ତା ଷଣ୍ଡାକୁ ନେଇକି ତା ଭିତରେ ସେ ଲୁଚିଯାଏ। ତେଣୁ ଆମକୁ ସେମିତି କରିବାକୁ ପଡ଼ିବ। ଯଦି ଆମେ ସେମିତି ନ କରିପାରିବା ନା, ଆମେ ସେମିତି ସଂସାରରେ ଲୋକମାନେ ଜଳି ପୋଡ଼ି ପାଉଁଶ ହେଇଯାଉଥିବା ବେଳେ ଆମେ ମଧ୍ୟ ସେମିତି ସେଇ ଜଳି ପୋଡ଼ିଯିବା। ଅନେକ ଲୋକ ଅଛନ୍ତି ରାଗ ହିଂସାରେ ଜଳି ଯାଉଛନ୍ତି ଆଉ ପୋଡ଼ି ଯାଉଛନ୍ତି। ଲୋକ ଅଗ୍ନିର ପୋଡ଼ିଗଲା ପରେ ତାକୁ ପୋଡ଼ା ଘା ହେଇଗଲା, ତା ଚମଡ଼ା ଗୁଡ଼ାକ ଛାଲିଗଲା, କିନ୍ତୁ ଆମେ କ'ଣ କରୁଛନ୍ତି? ନିଜ ଭିତରେ ରାଗ ଭିତରେ ଥିବା ଅଗ୍ନିରେ ଆମେ ଯେତେବେଳେ ଜଳୁଛନ୍ତି, ସେ ବାହାର ଚମଡ଼ା ସିନା ପୋଡ଼ିଲାନି, କିନ୍ତୁ ଭିତର ମାଂସପେଶୀ ସବୁ ପୋଡ଼ି ହେଇଯାଏ, ଯେଉଁଥିପାଇଁ କି ଆମକୁ ବିଭିନ୍ନ ପ୍ରକାର ରୋଗ ଗ୍ରହଣ କରିଥାଏ। ତେଣୁ ସେଥିପାଇଁ ଆମେ ରାଗ କ୍ରୋଧ ଅହଙ୍କାରକୁ ଛାଡ଼ି ଦେଇକରି ଆମେ ନିଜ ଭିତରେ ରହିବା, ନିଜକୁ ଜାଣିବା। ମୁଁ କିଏ ମୋତେ ଜାଣିବା। ମୁଁ କିଏ? ସେ ମୁଁ ହେଉଛି ସେଇ ଅହଂ ବ୍ରହ୍ମାସ୍ମି ଆତ୍ମା। ସେଇ ଆତ୍ମା ହିଁ ଈଶ୍ୱର, ସେଇ ଆତ୍ମା ରାମ, ସେଇ ଆତ୍ମା କୃଷ୍ଣ, ସେଇ ଆତ୍ମା ସର୍ବଦେବା ଦେବୀ। ସମସ୍ତ ଦେବତା, ସମସ୍ତ ଦେବୀ ମୋରି ଭିତରେ ଅଛନ୍ତି। ମୁଁ ହେଉଛି ସେଇ ଦେବାଦେବୀ। ସମସ୍ତ ଦେବାଦେବୀଙ୍କର ଶକ୍ତି ମୋରି ଭିତରୁ ନିର୍ଗତ ହେଉଛି। ବାହାରେ ଯେତେ ସବୁ କ୍ରିୟା ହେଉଛି ନା, ସବୁ କ୍ରିୟା ମୋରି ଭିତରୁ ଯାଉଛି ଆଉ ମୋରି ଭିତରେ କାର୍ଯ୍ୟ ହେଉଛି। ତେଣୁ ମୁଁ ହେଉଛି ସେଇ ଅହଂ ବ୍ରହ୍ମାସ୍ମି ଆତ୍ମା। ଆତ୍ମା ହିଁ ଈଶ୍ୱର, ଆତ୍ମା ହିଁ ଏଇ ମନ। ଆତ୍ମା ଥିଲେ ଇଏ ସାରା ସଂସାରର ନାମକରଣ କରାଯାଏ। ଆତ୍ମା ନାହିଁ ତ ଇଏ ସଂସାର ନାହିଁ। ତେଣୁ ମୁଁ ଅଛି, ଇଏ ସଂସାର ମୋତେ ଦୃଶ୍ୟମାନ ହେଉଛି। ଯଦି ମୁଁ ନ ରହିମି ତାହେଲେ ଏ ସଂସାରକୁ ମୁଁ ଦେଖିପାରିବି ନାହିଁ, କିନ୍ତୁ ମୁଁ ମୋ ଶରୀର ମାଧ୍ୟମରେ ସବୁ କାର୍ଯ୍ୟକୁ କରୁଛି। ତେଣୁ ଅଯଥାରେ ରାଗ କ୍ରୋଧ ହିଂସା କାହିଁକି କରିମି? ମୁଁ କ'ଣ ଆଣିଥିଲି ଯେ ମୁଁ ବର୍ତ୍ତମାନ ନେଇକି ପଳେଇମି? କିଏ ନେଇଗଲା ରାଗିମି? ମୁଁ ଖାଲି ହାତରେ ଆସିଛି, ଆଉ ଗଲାବେଳେ ଖାଲି ହାତରେ ମୋତେ ଯିବାକୁ ପଡ଼ିବ। ମୁଁ ଖାଲି ହାତରେ ଆସିଲା ପରେ 5 ବର୍ଷ, 10 ବର୍ଷ, 20, 25 ବର୍ଷ ଭିତରେ, 50 ବର୍ଷ ଭିତରେ ମୁଁ ହାତୀ, ଘୋଡ଼ା, ଟ୍ରେନ, ଉଡ଼ାଜାହାଜ, ମୋଟର ଗାଡ଼ି, କୋଠା, ବିଲ୍ଡିଂ ସବୁ କରିଛି। ହେଲେ ମୁଁ ଯେତେବେଳେ ଯିବି ନା ଘର ଛାଡ଼ିକି, ଏ ଦେହ ଛାଡ଼ିକି, ତାହେଲେ ମୁଁ ଏଗୁଡ଼ାକ କିଛି ନେଇପାରିବି ନାହିଁ। ଏହା ହେଉଛି ନିଶ୍ଚିତ। କିନ୍ତୁ ଆଜି କହୁଛନ୍ତି ମୁଁ ରାଜା, ମୁଁ ମନ୍ତ୍ରୀ, ମୁଁ ବଡ଼ MLA, ମୁଁ ବଡ଼ ପୁଲିସ ଅଫିସର, ମୁଁ ହେଉଛି ପ୍ରଧାନମନ୍ତ୍ରୀ, ମୁଁ ହେଉଛି ମୁଖ୍ୟମନ୍ତ୍ରୀ, ମୁଁ ହେଉଛି କଲେକ୍ଟର, ଆଉ ମୁଁ ହେଉଛି କମିଶନର। ମୁଁ ସମସ୍ତଙ୍କୁ ବାନ୍ଧି ପକେଇମି, ସମସ୍ତଙ୍କୁ ହାଣିଦେମି, ସମସ୍ତଙ୍କୁ କାଟିଦେମି। ଇଏ ଯେଉଁ ଯେତିକି ସବୁ କରୁଛି, ଏଗୁଡ଼ାକ କେବଳ ଅହଙ୍କାର, ଅହଙ୍କାର, ଅହଙ୍କାର ବଶତଃ। ହେଲେ ଅନେକ ଇଏ ଭାରତବର୍ଷରୁ, ଇଏ ପୃଥିବୀରୁ ଅନେକ ମହାତ୍ମା ଗାନ୍ଧୀ ଭଳିଆ ଲୋକ ସେ ଦେହ ଛାଡ଼ିକି ଯାଇଛନ୍ତି। ସେ ସଂସାରରୁ ଟିକିଏ ହେଲେ ବି କିଛି ନେଇନାହାନ୍ତି। ଆଉ ଅନେକ ପ୍ରଧାନମନ୍ତ୍ରୀ ଆସିଛନ୍ତି, ଅନେକ ଦେଶ ସହିତ ଯୁଦ୍ଧ କରିଛନ୍ତି, ଲଢ଼େଇ କରିଛନ୍ତି,
ସେମାନେ ସବୁ ଚାଲି ଯାଇଛନ୍ତି। ବଡ଼ ବଡ଼ ଯୋଦ୍ଧା ଥିଲେ, ଆକବର ଥିଲେ, ସୁଲତାନ ଥିଲେ, ମହମ୍ମଦ ଥିଲେ, ସମସ୍ତେ ଯୁଦ୍ଧ ମାନେ ଶହ ଶହ ଦେଶକୁ ଯୁଦ୍ଧ କରିକି ଦଖଲ କରିଛନ୍ତି। ଆଉ ସେଇ ଯୋଉ ଖଣ୍ଡା ତରୁଆଲରେ ଯୁଦ୍ଧ କରୁଥିଲେ ସେ ଖଣ୍ଡା ତରୁଆଲକୁ ଛାଡ଼ି ଦେଇକିରି ସେମାନେ ଫେର ସେଇ ମାଟି ଭିତରେ ମିଶି ଯାଇଛନ୍ତି। ତେଣୁ କି ଗୁଣ୍ଡା, କେତେ ଆପଣଙ୍କ ଭିତରେ ଶକ୍ତି ଅଛି ଆପଣ ଗୁଣ୍ଡାଗିରି କରିବେ, ଦାଦାଗିରି ଦେଖେଇବେ? କେତେ ଅହଙ୍କାର ଅଛି? କି ଏମଏଲଏ, କି ଟଙ୍କା, କରୋଡ଼ କରୋଡ଼ କୋଟି କୋଟି ଟଙ୍କାର ମାଲିକ ହେଇଥିବା ଲୋକ ସେ ମଧ୍ୟ ଦେହ ଛାଡ଼ିକି ପଳେଇ ଯାଇଛନ୍ତି। ଶେଷରେ କି ତାଙ୍କ ଧନକୁ, ତାଙ୍କ ସୁନା ରୂପାକୁ ସମସ୍ତେ ସେଇ ମାଟି ଭିତରେ ମିଶି ଯାଇଛି। ଏଇ କିଛି ଦିନ ପୂର୍ବରୁ ଜଣେ ନେତା ସେ ଗଲେ ବାହାର ରାଜ୍ୟର ଗୋଟେ ମନ୍ଦିରର 1,10,00,000 ଟଙ୍କାର ସୁନାକୁ ସେ ଠାକୁରକୁ ଦେଲେ। ସେ ଠାକୁର କ'ଣ ତାକୁ ବଞ୍ଚେଇ ପାରିଲା? ଆଉ ଦେଇ ସାରିବା କିଛି ଦିନ ପରେ ସେ ମଧ୍ୟ ମରିଗଲେ। ତାକୁ କ'ଣ ଇଏ ଠାକୁର ବଞ୍ଚେଇ ପାରିଲା? ନା ଇଏ ସୁନା ରୂପା ଯେତିକ ଟ୍ରକ ଗାଡ଼ି ଘୋଡ଼ା ଥିଲା, କୋଟି କୋଟି ଟଙ୍କାର ସମ୍ପତ୍ତି ସେ କରିଥିଲା, ତାକୁ ସେ ନେଇକି ସାଙ୍ଗରେ ଯାଇପାରିଲା? କିଛି କେହି ନେଇକି ଯାଇନାହାନ୍ତି କି ଯିବେ ନାହିଁ। ଆଉ ଆମ ଭିତରେ ଥିବା ଅହଙ୍କାର, କିଏ କହୁଛି ମୁଁ ସରପଞ୍ଚ, କିଏ କହୁଛି ମୁଁ ବଡ଼ ନେତା, କିଏ କହୁଛି ମୁଁ ଏମଏଲଏ, କିଏ କହୁଛି ମୁଁ ମନ୍ତ୍ରୀ, କିଏ କହୁଛି ମୁଁ ବଡ଼ କମ୍ପାନୀର ମାଲିକ। ହେଲେ ସବୁଗୁଡ଼ାକ ବୃଥା, ସବୁଗୁଡ଼ାକ ଅନାବଶ୍ୟକ। ତେଣୁ ଆମେ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକ ଅଛି। ବଞ୍ଚିବା ପାଇଁ ଗଣ୍ଡେ ଖାଇବା ଦରକାର। ଯେତିକି ଖାଦ୍ୟ ଦରକାର ସେତିକି ମୁଁ ରୋଜଗାର କରିବା ଦରକାର। କିନ୍ତୁ ଅଯଥାରେ ଅଧିକ ରୋଜଗାର କରିକି, ଅଧିକ ଆଧିପତ୍ୟ ବିସ୍ତାର ରୋଜଗାର କରିକି ଅଧିକ ବାହାଦୁରୀ ଦେଖେଇବା, ତେଣୁ ବୃଥାରେ ଆମେ ଏଗୁଡ଼ା ସବୁ କରୁଛନ୍ତି। କିଛି ଠୁପେ ବି କାମରେ ଲାଗିବ ନାହିଁ। ତେଣୁ ଯାହା ହଉ, ମୋର ଏଇ ଛୋଟ କଥାକୁ ଆଉ ପୁରା ପିଓର ସତ୍ୟ କଥାକୁ ଯଦି ଆପଣମାନେ ଗ୍ରହଣ କରି ନିଅନ୍ତି ନା, ତାହେଲେ ଜୀବନ ଆପଣଙ୍କ ସାର୍ଥକ ହେଇଯିବ। ଆଉ ଆମେ ସମସ୍ତେ ତ ମରିବା, ମୁଁ ବି ମରିବି, ଆପଣମାନେ ବି ମରିବେ। ହେଲେ କିନ୍ତୁ ମରିଲା ବେଳେ ଆଉ ଦୁଃଖ ନଥିବ। ତେଣୁ ମରିଲା ବେଳକୁ ଦୁଃଖ ଆଉ ନାହିଁ। କାହିଁକି ହବନି? ତେଣୁ ଆମେ ସେମିତି ମନଟିଏ, ଯେମିତି ମନଟିଏ ରଖିବା ସେମିତି ଶରୀରଟିଏ ପାଇବା। ଆଉ ଯେମିତି ଶରୀର ପାଇବା ସେମିତି ଖାଦ୍ୟ ମଧ୍ୟ ଆମର ସେମିତି ହବ, ଆଉ କାର୍ଯ୍ୟ ମଧ୍ୟ ସେମିତି ହେଇଥିବ। ତେଣୁ ଏତିକି ଭାବିକିରି ଥରେ ଚିନ୍ତା କରିକି ଦେଖନ୍ତୁ, ଇଏ ଜମି ବାଡ଼ି ଧନ ଦୌଲତର ସ୍ତ୍ରୀ ପୁତ୍ର ଦ୍ୱାରା ଯେତେ ସବୁ ଅଛି, ଇଏ ପ୍ରକୃତର ଆପଣଙ୍କର ନା ଅନ୍ୟ କାହାର? ଜୟ ଜୀ।